ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା 24 ଘଣ୍ଟା ମଧ୍ୟରେ। ଆଜି ଫେବୃଆରୀ ମାସ 22 ତାରିଖ ରବିବାର। ଆଜିର ଆସିଥିବା ପାଣିପାଗ ଅପଡେଟ୍। ସାରା ଦେଶରେ ଗ୍ରୀଷ୍ମ ଋତୁ ଆସିସାରିଛି ଏବଂ ଏବେ ଖରା ପାଗ ସତ୍ତ୍ୱେ ପ୍ରବଳ ଗରମ ଅନୁଭୂତ ହେବା ଆରମ୍ଭ ହୋଇଛି। ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ବର୍ଷା ପରେ ବର୍ତ୍ତମାନ ଦକ୍ଷିଣ ଭାରତରେ ଏବେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ମଧ୍ୟ ପ୍ରବଳ ପବନ ଏବଂ ବିଜୁଳି ମାରିବାର ପୂର୍ବାନୁମାନ କରିଛି। ଭାରତୀୟ ପାଣିପାଗ ବିଭାଗ IMD ଅନୁଯାୟୀ ଆଜି ଫେବୃଆରୀ 22ରେ ଆଉ ଏକ ଶକ୍ତିଶାଳୀ ପଶ୍ଚିମ ବାୟୁ ସକ୍ରିୟ ହେବାର ଆଶା କରାଯାଉଛି। ଏକ ପଶ୍ଚିମ ବାୟୁ ବର୍ତ୍ତମାନ ଉତ୍ତର ପଶ୍ଚିମ ବିହାରରୁ ଦକ୍ଷିଣ ପଶ୍ଚିମ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ବ୍ୟାପି ପୂର୍ବ ଉତ୍ତରପ୍ରଦେଶ ଦେଇ ଗତି କରୁଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। 48 ଘଣ୍ଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ। ଏବେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଆଗାମୀ 2 ଦିନ ଏଭଳି ସ୍ଥିତି ଲାଗି ରହିବ। ତେବେ 23 ତାରିଖ ସୋମବାର ବେଳକୁ ପାଗ ମୁଖ୍ୟତଃ ମେଘୁଆ ରହିବା ସହ କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ ବିଜୁଳି ଘଡ଼ଘଡ଼ି ଓ ପବନ ବହିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଖୋର୍ଦ୍ଧା, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ବର୍ଷା ସହ ବିଜୁଳି ଘଡ଼ଘଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଏହିସବୁ ସ୍ଥାନରେ ବର୍ଷା ସମୟରେ 30ରୁ 40 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାକୁ ନେଇ ସତର୍କ କରାଯାଇଛି। ସେହିପରି ମଙ୍ଗଳବାର ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ଏଥିସହ 30ରୁ 40 କିଲୋମିଟର ବେଗରେ ପବନ ବହିବ। 25 ତାରିଖରୁ ପୁଣି ଥରେ ପାଗ ଶୁଖିଲା ରହିବା ସହ ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରାରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ। ଗତ 24 ଘଣ୍ଟାରେ ଉଦୟଗିରି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 9.4 ଡିଗ୍ରୀ ଥିବାବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ତାପମାତ୍ରା 12.5 ଡିଗ୍ରୀ ରେକର୍ଡ ହୋଇଛି। ପାଣିପାଗ ବିଭାଗରୁ ଏହି ସୂଚନାଟି ମିଳିଛି।